ପିଲାମାନେ ଆମେ ଇଣ୍ଟରନାଲ ଆସେସମେଣ୍ଟର ପିରିୟଡିକ 2 ଭୌତିକ ବିଜ୍ଞାନର କିଛି ପ୍ରଶ୍ନୋତ୍ତର ଆଲୋଚନା କରିବା। ପ୍ରଥମ ପ୍ରଶ୍ନ, ଲିଟମସ୍ ଦ୍ରବଣର ରଙ୍ଗ କିପରି? ଲିଟମସ୍ ଦ୍ରବଣର ରଙ୍ଗ ଉତ୍ତର ହେଲା ନୀଳ ଲୋହିତ। 2 ନମ୍ବର, ଲିଟମସ୍ ଦ୍ରବଣ କେଉଁ ଶ୍ରେଣୀର ଶୈବାଳିକାରୁ ନିଷ୍କାସିତ ହୋଇଥାଏ? ଉତ୍ତର ଥାଲୋଫାଇଟା। 3 ନମ୍ବର, ଅମ୍ଳ ଫେନୋଲ୍ଫଥାଲିନ ଦ୍ରବଣକୁ କି ପରିବର୍ତ୍ତନ କରେ? ବର୍ଣ୍ଣହୀନ କରିଦିଏ। 4 ନମ୍ବର ପ୍ରଶ୍ନ, କ୍ଷାର ଫେନୋଲ୍ଫଥାଲିନ ଦ୍ରବଣକୁ କେଉଁ ରଙ୍ଗରେ ପରିବର୍ତ୍ତନ କରେ? ଗୋଲାପୀ ରଙ୍ଗ। 5 ନମ୍ବର ପ୍ରଶ୍ନ, ଅମ୍ଳ ମିଥାଇଲ ଅରେଞ୍ଜ ଦ୍ରବଣକୁ କେଉଁ ରଙ୍ଗରେ ପରିଣତ କରେ? ଉତ୍ତର ହେଲା ଲାଲ। 6 ନମ୍ବର ପ୍ରଶ୍ନ, ଧାତୁ ଅମ୍ଳ ସହ ପ୍ରତିକ୍ରିୟା କରି କେଉଁ ଗ୍ୟାସ ନିର୍ଗତ କରେ? ହାଇଡ୍ରୋଜେନ। 7 ନମ୍ବର ପ୍ରଶ୍ନ, ମାର୍ବଲର ସଂକେତ କଣ? CaCO3, କ୍ୟାଲସିୟମ କାର୍ବୋନେଟ। 8 ନମ୍ବର ପ୍ରଶ୍ନ, ଧାତବ କାର୍ବୋନେଟ ଅମ୍ଳ ସହ ପ୍ରତିକ୍ରିୟା କରି କେଉଁ ଗ୍ୟାସ ନିର୍ଗତ କରେ? ଉତ୍ତର ହେଲା ଅଙ୍ଗାରକାମ୍ଳ ଗ୍ୟାସ, କାର୍ବନ ଡାଇଅକ୍ସାଇଡ। 9 ନମ୍ବର ପ୍ରଶ୍ନ, ପ୍ରଶମନୀକରଣ ପ୍ରତିକ୍ରିୟା କାହାକୁ କୁହାଯାଏ? ଅମ୍ଳ ଓ କ୍ଷାରକ ପରସ୍ପର ସହିତ ପ୍ରତିକ୍ରିୟା କରି ଲବଣ ଆଉ ଜଳ ସୃଷ୍ଟି କରନ୍ତି। ଏହା ହେଉଛି ପ୍ରଶମନୀକରଣ ପ୍ରତିକ୍ରିୟା। 10 ନମ୍ବର, କପର କ୍ଲୋରାଇଡ ଦ୍ରବଣର ରଙ୍ଗ କିପରି? ଉତ୍ତର ହେଲା ନୀଳ ସବୁଜ। 11 ନମ୍ବର, କେଉଁ ଜର୍ମାନ ଶବ୍ଦରୁ ପିଏଚ୍ ର ପି ଆସିଛି? ଉତ୍ତର ହେଲା ପୁଣ୍ଟେଜ। 12 ନମ୍ବର ପ୍ରଶ୍ନ, ପ୍ରଶମିତ ଦ୍ରବଣର ପିଏଚ୍ କେତେ? ଉତ୍ତର 7। 13 ନମ୍ବର, ବର୍ଷା ଜଳର ପିଏଚ୍ କେତେରୁ କମ୍ ହେଲେ ଅମ୍ଳ ବର୍ଷା କୁହାଯାଏ? 5.6 ରୁ କମ୍ ହେଲେ ଅମ୍ଳ ବର୍ଷା କୁହାଯାଏ। 14 ନମ୍ବର ପ୍ରଶ୍ନ, ଶୁକ୍ର ଗ୍ରହର ବାୟୁମଣ୍ଡଳରେ କେଉଁ ଅମ୍ଳ ଧଳା ହଳଦିଆ ବାଦଲ ସୃଷ୍ଟି କରେ? ଉତ୍ତର ହେଲା ସଲଫ୍ୟୁରିକ ଏସିଡ। 15 ନମ୍ବର, NaOH ସୋଡିୟମ ହାଇଡ୍ରୋକ୍ସାଇଡ ଆଉ ରକ୍ତର ପିଏଚ୍ କେତେ? ସୋଡିୟମ ହାଇଡ୍ରୋକ୍ସାଇଡର ପିଏଚ୍ ହେଲା 14, ରକ୍ତର ପିଏଚ୍ ହେଲା 7.4। 16 ନମ୍ବର, ଖାଇବା ସୋଡାର ସଂକେତ କଣ? ଉତ୍ତର ହେଲା NaHCO3। 17 ନମ୍ବର, ବ୍ଲିଚିଂ ପାଉଡରର ସଂକେତ CaOCl2। 18 ନମ୍ବର ପ୍ରଶ୍ନ, ପ୍ଲାଷ୍ଟର ଅଫ ପ୍ୟାରିସର କଞ୍ଚାମାଲ କଣ? ଜିପ୍ସମ। 19 ନମ୍ବର, ପ୍ଲାଷ୍ଟର ଅଫ ପ୍ୟାରିସର ସଂକେତ କଣ? CaSO4 ହାଫ୍ H2O, ଯାହାକୁ ଆମେ କହୁଛେ କ୍ୟାଲସିୟମ ସଲଫେଟ ହେମିହାଇଡ୍ରେଟ। 20 ନମ୍ବର ପ୍ରଶ୍ନ, ସୋଡା ଅମ୍ଳ ଅଗ୍ନି ନିର୍ବାପକ ଯନ୍ତ୍ରରେ କେଉଁ ପଦାର୍ଥ ବ୍ୟବହାର ହୁଏ? ବେକିଂ ସୋଡା ବା ଖାଇବା ସୋଡା ବ୍ୟବହାର ହୁଏ। 21 ନମ୍ବର, ବିଜ୍ଞାନାଗାରରେ ଅଭିକାରକ ରୂପେ କଣ ବ୍ୟବହୃତ ହୁଏ? ଧୋଇବା ସୋଡା। 22 ନମ୍ବର, ଦାନ୍ତର ଏନାମେଲ କେଉଁଥିରେ ଗଠିତ? କ୍ୟାଲସିୟମ ଫସଫେଟ। 23 ନମ୍ବର, MgOH2ର ଅନ୍ୟ ନାମ କଣ? ମ୍ୟାଗ୍ନେସିୟମ ହାଇଡ୍ରୋକ୍ସାଇଡର ଅନ୍ୟ ନାମ ମିଲ୍କ ଅଫ ମ୍ୟାଗ୍ନେସିଆ। 24 ନମ୍ବର, ବ୍ରାଇନ ଦ୍ରବଣରେ ବିଦ୍ୟୁତ ସ୍ରୋତ ପ୍ରବାହିତ କଲେ କ୍ୟାଥୋଡରେ କେଉଁ ଦ୍ରବଣ ଉତ୍ପନ୍ନ ହୁଏ? କ୍ୟାଥୋଡ ଠାରେ ସୋଡିୟମ ହାଇଡ୍ରୋକ୍ସାଇଡ ଉତ୍ପନ୍ନ ହୁଏ। 25 ନମ୍ବର, ମହୁମାଛି ଦଂଶନ କଲେ କେଉଁ ଅମ୍ଳ ଛାଡ଼ିଥାଏ? ଉତ୍ତର ହେଲା ଫର୍ମିକ ଏସିଡ ବା ମିଥାନୋଇକ ଏସିଡ।